କର୍କଟ ରୋଗରେ ଆକ୍ରାନ୍ତ ବାଳକଟିକୁ ବଞ୍ଚାଇବା ପାଇଁ ସହାୟତାର ଅଣ୍ଟା ଭିଡ଼ିଲା ଆଶାର ଦିଶା ସଂଗଠନ। ହଁ ଦର୍ଶକ ବନ୍ଧୁ, ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଡ଼ୁଙ୍ଗା ଗ୍ରାମରେ। ଗ୍ରାମର ପ୍ରସନ୍ନ ପ୍ରହରାଜଙ୍କ ଏକମାତ୍ର ପୁତ୍ର ଶିବାଶିଷ ପ୍ରହରାଜ ଓରଫ କୃଷ୍ଣା 14 ବର୍ଷ ବୟସରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ହେଲେ ଗତ 7 ମାସ ତଳେ ପିଲାଟି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ବଡ଼ ଦୁଃଖର ବିଷୟ, ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ ଲାଗିଛି। ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ କୃଷ୍ଣାଙ୍କ ବୋନ୍ ମ୍ୟାରୋ ପ୍ରତିରୋପଣ କରାଗଲେ ସେ ଆରୋଗ୍ୟ ହେବାର ସମ୍ଭାବନା ରହିଛି। ଡାକ୍ତରଙ୍କ କହିବା ଓ ପରାମର୍ଶ ଅନୁସାରେ 30 ଲକ୍ଷ ଟଙ୍କା ଆବଶ୍ୟକ ହୋଇପାରେ। ଏତେ ଟଙ୍କା ସେ ପାଇବେ କେଉଁଠୁ? ପୁଅର ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ। ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶାର ଦିଶା ତରଫରୁ ତାଙ୍କୁ ସହାୟତାର ହାତ ବଢ଼ାଇବା ସୂଚନା ମୁତାବକ ଆଜି ସମଗ୍ର ଚଣ୍ଡିଖୋଲ ଛକର ଦୋକାନରୁ ଦୋକାନ ବୁଲି ପିଲାଟି ପାଇଁ ଭିକ୍ଷା ମାଗିଛି ସଂଗଠନ ବା ତା ସହିତ ସମଗ୍ର ଓଡ଼ିଶାର ସମସ୍ତ ସଂଗଠନ ଓ ଓଡ଼ିଶାବାସୀଙ୍କୁ ସହାୟତା ପାଇଁ ଅନୁରୋଧ କରାଯାଇଛି। ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା ରାଶି କିଛି ଦେବା ପାଇଁ ଚାହୁଁଛନ୍ତି, ତାହେଲେ ଫୋନ୍ପେ ନମ୍ବର 9937070831 9937070831ରେ ତାଙ୍କୁ ସହାୟତା ରାଶି ପଠାଇ ପାରିବେ। ବ୍ୟୁରୋ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍। ତ ସଦସ୍ୟ କ'ଣ କହିବେ? କହିବାକୁ ତ ଆଉ ସମସ୍ତେ ତ ଭାଇମାନେ କହିବେ କ'ଣ? ଏ 14 ବର୍ଷର ପିଲା କି 14 ବର୍ଷର ଶିଶୁ ଗଣମାଧ୍ୟମରେ ତ ଘୁରି ବୁଲୁଛି ତାର ସବୁକିଛି କାହାଣୀ। ଆଉ କିଛି ବେଶୀ କହିବି କ'ଣ? ଶରୀର ଅଛି ତ ରୋଗ ଅଛି, ଜନ୍ମ ଅଛି ତ ମୃତ୍ୟୁ ବି ଅଛି। ଆମେ ସମସ୍ତଙ୍କୁ ଅନୁରୋଧ କରିବା କି ସମସ୍ତେ କିଛି କିଛି ଅର୍ଥ ସାହାଯ୍ୟ କଲେ ଆମର ରୋଗ ଭଲ ହୋଇଯିବ। ଦୀର୍ଘ ଦିନରେ ଧ୍ରୁବାନନ୍ଦ ଦାସ ଲାଗି ଆମେ 6 ଲକ୍ଷ କଲେକ୍ସନ୍ କରିଥିଲୁ। ହେଲେ ଧ୍ରୁବାନନ୍ଦ ଆଜି ଆମ ସାଙ୍ଗରେ ନାହାନ୍ତି। ତା ମାନେ ନୁହେଁ ଯେ ଖାଲି ଆମେ ପଇସା କି ଅର୍ଥ ଆମକୁ ବାଧକ ସାଜୁଛି। ଯିଏ କୋଟିପତି ସିଏ 10 ଲକ୍ଷ ଦେଲେ ଯେମିତି ବାଧିବନି, ଯିଏ 10,000 ମାସକୁ ରୋଜଗାର କରୁଛି ସେ ଟଙ୍କା 2 ଟଙ୍କା ଦେଲେ ବି ତାକୁ ସେତିକି ତା ଲାଗି ସହିତ ସମାନ। ସେଥିପାଇଁ ଖାଲି ଅର୍ଥ ଦେଇଦେଲେ ଆମେ ହେଇଯିବନି। ଯେଉଁମାନେ ଯେତିକି ଅର୍ଥ ଦେଉଛନ୍ତି ତା ସହିତ ଏତିକି ଆଶୁ ଆରୋଗ୍ୟ କାମନା କରନ୍ତୁ। ପିଲାଟି ଯେମିତି ନିଜର ପରିଚୟ ନେଇ କି ନିଜର ଶାରୀରିକ ଯେଉଁ ଯାହା ବି ତା'ର ଆଶୁ ଆରୋଗ୍ୟ କାମନା କରିକି ଯାହା ବି ତା'ର ଯେକୌଣସି ପ୍ରକାରର ତା'ର ଆର୍ଥିକ କି ଶାରୀରିକ ସବୁ ପ୍ରକାର ତା'ର ସାହାଯ୍ୟ ଖାଲି ଶାରୀରିକ ଆର୍ଥିକ ସତ୍ୟରେ ନୁହଁ, ମାନସିକ ଆକାରରେ ଭଗବାନଙ୍କୁ ପ୍ରାର୍ଥନା ଏତିକି କରନ୍ତୁ ଯେ ସେ ଆଶୁ ଆରୋଗ୍ୟ କାମନା ତା'ର ହେଉ। ସେ ଆମ ସହିତ କଲେକ୍ସନ୍ ତ ହେଇଯିବ, ତାହା ବଡ଼ କଥା ନୁହେଁ। କଲେକ୍ସନ୍ ନିଶ୍ଚିନ୍ତ ହେବ। ଆଜିକାଲି ସମସ୍ତେ ଚାହୁଁଛନ୍ତି ଯେ ପରକୁ ସାହାଯ୍ୟ କରିବାକୁ। ତା ସହିତ ଆର୍ଥିକ ସହିତ ଭଗବାନ ପ୍ରତି ଏତିକି ନିବେଦନ କରନ୍ତୁ ଯେ ପିଲାଟି ସୁସ୍ଥ ହୋଇ ତା ନିଜ ଘରକୁ ଫେରିଆସୁ। ସମସ୍ତଙ୍କର ଇଚ୍ଛା। 14 ବର୍ଷର ପିଲା, ତାର ବାପା ବି ଜଣେ ସାଧାରଣ ମଣିଷ। ସେ ବି ଦିନେ ସ୍ୱପ୍ନ ଦେଖିଛି ମୋ ପିଲା ବଡ଼ ହେବ କି କିଛି କରିବ। ଆଜି 14 ବର୍ଷ ବୟସରେ ଯଦି ତାର ପିଲାକୁ ସେ ହରାଇ ବସେ ତାହେଲେ କେତେ କଷ୍ଟ। ଗୋଟେ ପିଲାକୁ ଛୋଟରୁ ବଡ଼ କରିବା କେତେ ଯେ କଷ୍ଟ ଯିଏ କରିଛନ୍ତି ସେ ଜାଣିଛନ୍ତି। ଆମେ ଚାହୁଁଛୁ ଯେ ଏତିକି ଆର୍ଥିକ ସହିତ ସମସ୍ତେ 4.5 କୋଟି ଓଡ଼ିଆ ନୁହଁ, ଓଡ଼ିଶା ବାହାରେ ବି ସମସ୍ତେ ତାଙ୍କୁ ଆର୍ଥିକ ସାହାଯ୍ୟ କରନ୍ତୁ। ତା ସହିତ ଆରୋଗ୍ୟ କାମନା କରନ୍ତୁ ଯେ ସୁସ୍ଥ ହୋଇ ଫେରିଆସନ୍ତୁ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।